ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି? ମୁଁ ଠାକୁରଙ୍କ ଏପରି ପ୍ରାର୍ଥନା କରୁଛି ଆପଣ ସମସ୍ତେ ଭଲ ରୁହନ୍ତୁ। ଏଇ କାର୍ଡ଼ଟା ଦେଖିପାରୁଛନ୍ତି, ଏଇଟା ହେଲା ଆମ ଗ୍ରୁପ୍ରେ ଦେଇଛି ଏଇ ଡାଇରିଆ ପାଇଁ। ଏପଟେ ଅଛି କ'ଣ କରିବେ, ଏପଟେ ଅଛି କ'ଣ ନ କରିବେ। ଡାଇରିଆ ପାଇଁ ଏବେ ବର୍ଷା ପାଗରେ ଡାଇରିଆ କ'ଣ ବହୁତ ହେଉଛି, ସେଥିପାଇଁ ଦିଆଯାଇଛି। କ'ଣ କରିବା? ଫୁଟା ପାଣି ଥଣ୍ଡା କରି ପିଇବା ସବୁଠାରୁ ନିରାପଦ। ପାଣିକୁ ଅଧଘଣ୍ଟା ଫୁଟାନ୍ତୁ, ଥଣ୍ଡା କରନ୍ତୁ ଓ ପରିଷ୍କାର ପାତ୍ରରେ ଘୋଡ଼େଇ ରଖି ପିଅନ୍ତୁ। 2. ଫୁଟା ପାଣି ନ ମିଳିଲେ ପାଣିରେ 1 ଲିଟର ପିଛା ଗୋଟିଏ ହେଲୋଜିନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଅନ୍ତୁ। 3 ଅଛି ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ, ଖାଦ୍ୟ ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ। 4 ଅଛି କୌଣସି ବ୍ୟକ୍ତିର ଝାଡ଼ା ବାନ୍ତି ହେଲେ ତୁରନ୍ତ ORS ଦ୍ରବଣ ପିଅନ୍ତୁ ଓ ଶୀଘ୍ର ଡାକ୍ତରଖାନାକୁ ନିଅନ୍ତୁ। ତାପରେ 5 ଅଛି ପରିବେଶ ସଫା ରଖନ୍ତୁ, ବାସନକୁସନକୁ, ରୋଷେଇ ଜାଗା ଆଦି ପରିଷ୍କାର ରଖନ୍ତୁ। ଏଇଟା ଆପଣମାନେ କରିବାକୁ ଚେଷ୍ଟା କରିବେ। ଆଉ ଯେଟା ନ କରିବେ ସେଇଟା ହେଲା ମାଛି ବସା ଖାଦ୍ୟ, ଭୋଜି ଭାତ, ବାସି ଖାଦ୍ୟ, ପଚା ଫଳ ଓ ପନିପରିବା ଖାଆନ୍ତୁ ନାହିଁ। ମାନେ ପଚା ଜିନିଷ, ପଚା ପନିପରିବା, ପଚା ଫଳ। ଆଉ 2 ହେଲା ନଦୀ, ନାଳ, ପୋଖରୀ କିମ୍ବା ପାଇଖାନା ଥିବା କୂଅ ଓ ଅଗଭୀର ନଳକୂପର ପାଣି ପିଅନ୍ତୁ ନାହିଁ କିମ୍ବା ବାସନକୁସନକୁ ମାଜିବା ପାଇଁ ବ୍ୟବହାର କରନ୍ତୁ ନାହିଁ। ପାନୀୟ ଜଳ ଉତ୍ସ ନିକଟରେ ଶୌଚ କରନ୍ତୁ ନାହିଁ। ରୋଗୀକୁ ଡାକ୍ତରଖାନା ନେବା ହେଳା କରନ୍ତୁ ନାହିଁ। ଦୟାକରି ଆପଣମାନେ ଭଲରେ ରୁହନ୍ତୁ, ସଫାସୁତୁରା ରୁହନ୍ତୁ। ଶୌଚ କରିବା ଟାଇମ୍ରେ, ରୋଷେଇ କରିବା ଟାଇମ୍ରେ, ଖାଇବା ଟାଇମ୍ରେ ସାବୁନରେ ହାତ ଧୁଅନ୍ତୁ। କାରଣ ଏବେ ତ ଡାଇରିଆ ଚାଲିଛି, ସେଥିପାଇଁ ମୁଁ ଏ ଭିଡ଼ିଓଟା କରିକି ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରୁଛି। ଜୟ ଜଗନ୍ନାଥ ସାଙ୍ଗ।